କୁକୁରକୁ ରୁଟି ଖୁଆଇଲେ କ'ଣ ପୁଣ୍ୟ ମିଳେ? ଧର୍ମ, ପୁରାଣ ଓ ଜ୍ୟୋତିଷ ଅନୁସାରେ ଆଜି ଆମେ ଏହି ବିଷୟରେ ବିସ୍ତୃତ ଆଲୋଚନା କରିବା। ନମସ୍କାର ବନ୍ଧୁମାନେ, ଆଜିର ଏହି ଆଧ୍ୟାତ୍ମିକ ଭିଡ଼ିଓରେ ଆମେ ଜାଣିବା ଶାସ୍ତ୍ର ଅନୁସାରେ କୁକୁରକୁ ଖାଇବାକୁ ଦେଲେ କ'ଣ ଫାଇଦା ମିଳେ। ଆମ ହିନ୍ଦୁ ଧର୍ମରେ ପଶୁପକ୍ଷୀଙ୍କୁ ଖାଇବା ଦେବାକୁ ମହାପୁଣ୍ୟ କାମ ବୋଲି କୁହାଯାଇଛି। ବିଶେଷ କରି କୁକୁରକୁ ରୁଟି, ଭାତ କିମ୍ବା ଖାଦ୍ୟ ଦେଲେ ଅନେକ ଦୋଷ ଦୂର ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ପୁରାଣ ଅନୁସାରେ ବିଶେଷ କରି ଗରୁଡ଼ ପୁରାଣ, ସ୍କନ୍ଦ ପୁରାଣ ଓ ଜ୍ୟୋତିଷ ଶାସ୍ତ୍ରରେ କୁକୁରକୁ ଭଗବାନ ଭୈରବଙ୍କ ବାହନ ବୋଲି କୁହାଯାଇଛି। ସେଥିପାଇଁ କୁକୁରକୁ ଖାଇବା ଦେବା କେବଳ ଦୟା ନୁହେଁ, ଏହା ଏକ ଧାର୍ମିକ ଓ ପୁଣ୍ୟମୟ କାମ ମଧ୍ୟ। ଆଜି ଆମେ ଜାଣିବା କୁକୁରକୁ ଖାଇବା ଦେଲେ କ'ଣ ଫଳ ମିଳେ, କେଉଁ ଦିନ କୁକୁରକୁ ଖୁଆଇବା ଶୁଭ, ଏହାଦ୍ୱାରା କେଉଁ ଗ୍ରହ ଦୋଷ ଦୂର ହୁଏ, କୁକୁରର ଆଧ୍ୟାତ୍ମିକ ମହତ୍ତ୍ୱ କ'ଣ। ପ୍ରଥମେ ଆମେ ଜାଣିବା ଶାସ୍ତ୍ରରେ କୁକୁରର ମହତ୍ତ୍ୱ। ହିନ୍ଦୁ ଧର୍ମରେ କୁକୁରକୁ ସାଧାରଣ ପଶୁ ଭାବେ ଦେଖାଯାଏ ନାହିଁ। ଶାସ୍ତ୍ର କୁହେ କୁକୁର ଭୈରବଙ୍କ ବାହନ। କୁକୁର ଘରର ସୁରକ୍ଷାର ପ୍ରତୀକ, କୁକୁର ନିଷ୍ଠା ଓ ସତର୍କତାର ପ୍ରତୀକ। ମହାଭାରତରେ ମଧ୍ୟ ଯୁଧିଷ୍ଠିରଙ୍କ ସହ ଗୋଟିଏ କୁକୁର ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଯାଇଥିଲା। କୁକୁରକୁ ଖାଇବା ଦେବାର 15ଟି ମୁଖ୍ୟ ଫାଇଦା। ପ୍ରଥମଟି ହେଉଛି ଶନି ଦୋଷ ଦୂର ହୁଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା କୁକୁରକୁ ରୁଟି ଖୁଆଇଲେ ଶନିଦେବ ପ୍ରସନ୍ନ ହୁଅନ୍ତି। ଏହାଦ୍ୱାରା ଶନି 7.5ର ପ୍ରଭାବ କମେ, ଦୁଃଖ ଓ ବାଧା କମିଥାଏ, ଆର୍ଥିକ ସମସ୍ୟା ହ୍ରାସ ପାଏ। ଦ୍ୱିତୀୟଟି ହେଉଛି ରାହୁ କେତୁ ଦୋଷ କମେ। ରାହୁ ଓ କେତୁ ଦୋଷ ଥିଲେ ମନ ଅଶାନ୍ତ ରହେ, ଭୟ ଓ ଚିନ୍ତା ବଢ଼େ। କୁକୁରକୁ ଖାଇବା ଦେଲେ ଏହି ଦୋଷର ପ୍ରଭାବ କମିଥାଏ। ତୃତୀୟଟି ହେଉଛି ଭୈରବ ବାବାଙ୍କ କୃପା ମିଳେ। କାଳ ଭୈରବଙ୍କ ବାହନ ହେଉଛି କୁକୁର। ଯେଉଁ ଲୋକ କୁକୁରକୁ ଖାଇବା ଦିଅନ୍ତି, ଭୈରବ ବାବାଙ୍କ ଆଶୀର୍ବାଦ ମିଳେ, ଅଦୃଶ୍ୟ ଭୟ ମଧ୍ୟ ଦୂର ହୁଏ। ଚତୁର୍ଥଟି ହେଉଛି ଘରର ନକାରାତ୍ମକ ଶକ୍ତି କମେ। ଶାସ୍ତ୍ର କୁହେ କୁକୁର ନକାରାତ୍ମକ ଶକ୍ତିକୁ ଅନୁଭବ କରିପାରେ। ସେଥିପାଇଁ କୁକୁରକୁ ଖାଇବା ଦେବା ଘରକୁ ସକାରାତ୍ମକତା ଆଣେ। ପଞ୍ଚମଟି ହେଉଛି ପିତୃଦୋଷ ଶାନ୍ତ ହୁଏ। କେତେକ ପୁରାଣରେ କୁହାଯାଇଛି କୁକୁରକୁ ରୁଟି ଦେଲେ ପିତୃପୁରୁଷମାନେ ପ୍ରସନ୍ନ ହୁଅନ୍ତି। ବିଶେଷ କରି ଅମାବାସ୍ୟା ଦିନ ଖୁଆଇବା ଶୁଭ। କୁକୁରକୁ ରୁଟି ଦେଲେ ଅକାଳ ମୃତ୍ୟୁର ଭୟ କମେ। ଭୈରବ ଉପାସନା ସହ କୁକୁରକୁ ଖାଦ୍ୟ ଦେବା ଦୁର୍ଘଟଣାର ଭୟ କମାଏ, ସୁରକ୍ଷା ବଢ଼ାଏ। ସପ୍ତମଟି ହେଉଛି ଘରର ସୁରକ୍ଷା ବଢ଼େ। ବାସ୍ତୁଶାସ୍ତ୍ର କୁହେ କୁକୁର ଘରର ରକ୍ଷକ, ସେଥିପାଇଁ କୁକୁରକୁ ଭଲ ପାଇବା ଓ ଖାଇବା ଦେବା ଶୁଭ। ଅଷ୍ଟମଟି ହେଉଛି ଏହାଦ୍ୱାରା ପୁଣ୍ୟ ମିଳେ। ଭୋକିଲା ପଶୁକୁ ଖାଦ୍ୟ ଦେବା ମହାଦାନ ସମାନ, ଏହା ପୁଣ୍ୟ କର୍ମ। କୁକୁରକୁ ଖାଇବାକୁ ଦେବା ଦ୍ୱାରା ମନରେ ଶାନ୍ତି ଆସେ। ପଶୁକୁ ଖାଦ୍ୟ ଦେଲେ ମନରେ କରୁଣା ବଢ଼େ, ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ରୋଗ ଓ ବାଧା କମିଥାଏ। ଜ୍ୟୋତିଷ ଅନୁସାରେ ଶନି ଓ ରାହୁ ଦୋଷ କମିଲେ ଜୀବନରେ ବାଧା ମଧ୍ୟ କମେ। କୁକୁରକୁ ଖାଇବାକୁ ଦେବା ଦ୍ୱାରା ଶନି ଓ ରାହୁଙ୍କର ଦୋଷ କମ୍ ହୋଇଥାଏ। 11 ନମ୍ବରଟି ହେଉଛି ଏହାଦ୍ୱାରା ସନ୍ତାନ ସୁଖ ମିଳେ। କେତେକ ଶାସ୍ତ୍ରରେ ଉଲ୍ଲେଖ ଅଛି ନିୟମିତ କୁକୁରକୁ ଖାଇବା ଦେଲେ ସନ୍ତାନ ସମସ୍ୟା ହ୍ରାସ ପାଏ। 12 ନମ୍ବରଟି ହେଉଛି ଧନ ଆଗମନ ବଢ଼େ। ଶନି ଶାନ୍ତ ହେଲେ ଧନ ରହିବା ଆରମ୍ଭ ହୁଏ, କାମରେ ସଫଳତା ମିଳେ। 13 ନମ୍ବରଟି ହେଉଛି ଭୟଙ୍କର ସ୍ୱପ୍ନ କମେ। କୁକୁରକୁ ରୁଟି ଦେବାରେ ଭୟଙ୍କର ସ୍ୱପ୍ନ ସବୁ କମ୍ ଆସିଥାଏ, ଭୟ କମିଥାଏ, ଖରାପ ସ୍ୱପ୍ନର ପରିମାଣ ହ୍ରାସ ପାଏ। 14 ନମ୍ବରଟି ହେଉଛି ଭଗବାନଙ୍କର କୃପା ମିଳେ। ଶାସ୍ତ୍ର କୁହେ ସମସ୍ତ ପ୍ରାଣୀରେ ଭଗବାନ ବାସ କରନ୍ତି, ସେଥିପାଇଁ ପଶୁ ସେବା ହେଉଛି ଭଗବାନଙ୍କ ସେବା। 15 ନମ୍ବରଟି ହେଉଛି ଦୟା ଓ କରୁଣା ବଢ଼େ। କୁକୁରକୁ ଖାଇବା ଦେବା ମନୁଷ୍ୟକୁ ଦୟାଳୁ କରେ। ତେବେ ଆସନ୍ତୁ ଜାଣିବା କେଉଁ ଦିନ କୁକୁରକୁ ଖୁଆଇବା ଅଧିକ ଶୁଭଙ୍କର ଅଟେ। ବନ୍ଧୁଗଣ, ଶନିବାର ଦିନ ଶନିଦେବଙ୍କ ଦିନ। ଏହି ଦିନ କୁକୁରଙ୍କୁ ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ଅଟେ। କଳା କୁକୁରକୁ ରୁଟି, ତେଲ ଲାଗିଥିବା ରୁଟି, ବିସ୍କୁଟ ଇତ୍ୟାଦି ଦେଲେ ଶନି ଦୋଷ କମେ। ରବିବାର ଦିନ ମଧ୍ୟ କୁକୁରଙ୍କୁ ଖାଇବା ଦେବା ଶୁଭ। ଭୈରବ ବାବାଙ୍କ କୃପା ପାଇଁ ଏହା ଅତ୍ୟନ୍ତ ଶୁଭ ଅଟେ। ଅମାବାସ୍ୟା ଦିନ
ପିତୃଶାନ୍ତି ପାଇଁ ଭଲ ଦିନ। ତେଣୁ ଏହି ଦିନ କୁକୁରଙ୍କୁ ଖାଇବାକୁ ଦେଲେ ପିତୃମାନେ ଶାନ୍ତ ହୁଅନ୍ତି। ତେବେ ଶନିବାର, ରବିବାର ଏବଂ ଅମାବାସ୍ୟା କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ଅତ୍ୟନ୍ତ ଶୁଭ ଅଟେ। କୁକୁରକୁ କ'ଣ ଖାଇବାକୁ ଦେବା ଉଚିତ? କୁକୁରଙ୍କୁ ରୁଟି, ଭାତ, କ୍ଷୀର ମିଶ୍ରିତ ରୁଟି, ବିସ୍କୁଟ, ଘରର ସାଧା ଖାଦ୍ୟ ଇତ୍ୟାଦି ଦେବା ଉଚିତ। କିନ୍ତୁ କୁକୁରଙ୍କୁ ପଚା ଖାଦ୍ୟ, ବିଷାକ୍ତ ଜିନିଷ ଦେବା ଉଚିତ ନୁହେଁ। ବର୍ତ୍ତମାନ କୁକୁରକୁ ମାରିବା କିମ୍ବା ତଡ଼ାଇବାର କୁଫଳ ବିଷୟରେ ଜାଣିବା। ଶାସ୍ତ୍ର କହେ, ଅନାବଶ୍ୟକ ଭାବେ ପଶୁକୁ କଷ୍ଟ ଦେବା ପାପ ଅଟେ। ଏହାଦ୍ୱାରା ଶନି ଦୋଷ ବଢ଼ିପାରେ, ଜୀବନରେ ବାଧା ଆସିପାରେ। ଏହି ବିଷୟରେ ମହାଭାରତର ଗୋଟେ କଥା ଅଛି। ଯୁଧିଷ୍ଠିର ସ୍ୱର୍ଗକୁ ଯିବା ସମୟରେ ଗୋଟିଏ କୁକୁର ତାଙ୍କ ସହ ଥିଲା। ଶେଷରେ ଜଣାପଡ଼ିଲା ସେ କୁକୁର ଧର୍ମରାଜଙ୍କ ରୂପ ଥିଲା। ଏହି କଥା ଶିଖାଏ ଯେ ନିଷ୍ଠା ଓ କରୁଣା ସବୁଠାରୁ ବଡ଼ ଧର୍ମ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ରରେ କୁକୁରର ମହତ୍ତ୍ୱ। ବାସ୍ତୁ କହେ, ଘର ଆଗରେ କୁକୁର ଆସିବା ଶୁଭ ସଂକେତ ହୋଇପାରେ। ବିଶେଷ କରି କଳା କୁକୁର ଶନି ସହିତ ସମ୍ବନ୍ଧିତ, ଧଳା ବା ସଫେଦ କୁକୁର ଚନ୍ଦ୍ର ସହିତ ସମ୍ବନ୍ଧିତ। କୁକୁର କାନ୍ଦିଲେ କ'ଣ ହୁଏ? ଅନେକ ସମୟରେ ଲୋକମାନେ ଏହାକୁ ଅଶୁଭ ଭାବନ୍ତି, କିନ୍ତୁ ଶାସ୍ତ୍ର ସ୍ପଷ୍ଟ ଭାବେ ଏହାକୁ ନିଶ୍ଚିତ କରେ ନାହିଁ। କୁକୁର ଶବ୍ଦ, ଗନ୍ଧ, ପରିବେଶ ଇତ୍ୟାଦିକୁ ଅନୁଭବ କରି ଭୁକେ କିମ୍ବା କାନ୍ଦେ। ଏଥିରେ କୌଣସି ସତ୍ୟତା ନାହିଁ ଯେ କୁକୁର କାନ୍ଦିଲେ ଅଶୁଭ ଅଟେ। କୁକୁରକୁ ଖୁଆଇବା ବେଳେ କେଉଁ ମନ୍ତ୍ର କହିପାରିବେ? ତେବେ ଭୈରବ ବାବାଙ୍କ ସ୍ମରଣରେ କୁକୁରକୁ ଖୁଆଇଲା ବେଳେ ଓଁ କାଳ ଭୈରବାୟ ନମଃ ମନ୍ତ୍ରଟି ଉଚ୍ଚାରଣ କରିପାରିବେ। କେଉଁ ଲୋକମାନେ କୁକୁରକୁ ଖାଇବାକୁ ଦେବା ଉଚିତ? ଯେଉଁମାନଙ୍କର ଶନିଦୋଷ ଅଛି, ଯେଉଁମାନେ ମାନସିକ ଚାପରେ ଅଛନ୍ତି, ଯେଉଁମାନଙ୍କ ଘରେ ଅଶାନ୍ତି ଅଛି, ଯେଉଁମାନଙ୍କ ଧନ ସମସ୍ୟା ଅଛି, ସେମାନେ କୁକୁରଙ୍କୁ ଖାଇବାକୁ ଦେବା ଉଚିତ। ଶାସ୍ତ୍ର ଅନୁସାରେ ସମସ୍ତ ପ୍ରାଣୀରେ ଭଗବାନଙ୍କର ବାସ ଅଛି। ସେଥିପାଇଁ ପଶୁକୁ ଭଲ ପାଆନ୍ତୁ, ଭୋକିଲା ପ୍ରାଣୀକୁ ଖାଇବାକୁ ଦିଅନ୍ତୁ, ମନରେ କରୁଣା ରଖନ୍ତୁ। ବନ୍ଧୁମାନେ, ଶାସ୍ତ୍ର ଅନୁସାରେ କୁକୁରକୁ ଖାଇବାକୁ ଦେବା ଅତ୍ୟନ୍ତ ପୁଣ୍ୟ କାମ। ଏହାଦ୍ୱାରା ଶନି ଦୋଷ କମେ, ରାହୁ ଏବଂ କେତୁ ଶାନ୍ତ ହୁଅନ୍ତି, ଭୈରବ ବାବାଙ୍କ କୃପା ମିଳେ, ଘରକୁ ସକାରାତ୍ମକ ଶକ୍ତି ଆସେ। ସେଥିପାଇଁ ସମୟ ମିଳିଲେ ଭୋକିଲା କୁକୁରକୁ ରୁଟି କିମ୍ବା ଖାଦ୍ୟ ଦିଅନ୍ତୁ। ଏହା କେବଳ ଧର୍ମ ନୁହେଁ, ଏହା ମାନବତା ମଧ୍ୟ। ଆଜିର ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନିଜର ବନ୍ଧୁବାନ୍ଧବଙ୍କ ସହିତ ସେୟାର କରନ୍ତୁ। ମା ଲକ୍ଷ୍ମୀ ସମସ୍ତଙ୍କୁ ଭଲରେ ରଖନ୍ତୁ। ଜୟ ମା ଲକ୍ଷ୍ମୀ।